କନ୍ଧମାଳ ଜିଲ୍ଲା ଟିକାବାଲି ପୋଲିସ ଗତକାଲି ରାତ୍ର 9ଟା ସମୟରେ ଚୋରି ଡକାୟତି କରୁଥିବା ଏକ ଖବର ପାଇ ଗାର୍ଡିଙ୍ଗିଆ ଘଟଣାସ୍ଥଳରେ ଛାନଭିନ୍ କରି 5 ଜଣଙ୍କୁ କାବୁ କରି ଗିରଫ କରିଥିବା ଦେଖିବାକୁ ମିଳିଛି। ଗାର୍ଡିଙ୍ଗିଆ ବୁର୍ବି ଅଞ୍ଚଳରେ ଚୋରି ହେଉଥିବା ଘଟଣା ପୂର୍ବରୁ ପୋଲିସ ପାଖରେ ସୁରାଗ ଥିଲା। ସମୟକ୍ରମେ ପୋଲିସ ଚୋରି କରୁଥିବା ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲା। ଚୋରି କରୁଥିବା ଯୁବମାନଙ୍କୁ ପୋଲିସ କାବୁ କରିବା ବେଳେ ଛୁରୀ, ଭୁଜାଲି, ପିସ୍ତଲ, 1000 ଟଙ୍କା ନଗଦ ଜବତ କରିଛି। ପୋଲିସ ପଚରା ଉଚରା ବେଳେ ତାଙ୍କ ପାଟିରୁ ହସ ଲିଭି ଯାଇଥିଲା। ଏହି ଦୁର୍ବୃତ୍ତମାନେ ଅନେକ ଦିନରୁ ଅଞ୍ଚଳର ମୂଲ୍ୟବାନ ଜିନିଷ ଚୋରି କରି ଅଞ୍ଚଳରେ ମଦ ପିଇ ଗାଡ଼ି ମଟର ବିଭିନ୍ନ ସ୍ଥାନରେ ଅଏସ୍ କରୁଥିଲେ। ବିଭିନ୍ନ ଅଞ୍ଚଳରେ ବିଦ୍ୟାଳୟରେ ଦୁର୍ବୃତ୍ତମାନେ ଚୋରି କରିଥିବା ଜଣାପଡ଼ିଛି ଏବଂ ଜଣକ ଘରେ ଧମକ ଦେଇ ଚକମା ଦେଇଥିବା ମଧ୍ୟ ଜଣାପଡ଼ିଛି। ଚୋରି କରୁଥିବା ଦୁର୍ବୃତ୍ତମାନେ ହେଲେ ଗାର୍ଡିଙ୍ଗିଆ ଓ ମିଡ଼ାବାଲି ଅଞ୍ଚଳର ପିୟୁଷ ବେହେରା, ନରେନ୍ଦ୍ର ବେହେରା, ସରୋଜ କୁମାର ଦେହୁରୀ, ଖଡ଼ିଙ୍ଗି କୁମାର ପ୍ରଧାନ, ଆକାଶ ପ୍ରଧାନଙ୍କୁ ଟିକାବାଲି ପୋଲିସ ଗିରଫ କରି କେସ୍ ନମ୍ବର 133/24ରେ ଏକ ମାମଲା ରୁଜୁ କରି 5 ଜଣଙ୍କୁ ଉଦୟଗିରି କୋର୍ଟ ଚାଲାଣ କରିଥିବା ଟିକାବାଲି ଥାନା ଅଧିକାରିଣୀ ଶ୍ରୀମତୀ କଲ୍ୟାଣୀମୟୀ ଷେଣ୍ଢ ଏବଂ ଜି ଉଦୟଗିରି ଏସ୍ଟିପି ଓ ପ୍ରେସମିଟ୍ କରି ଚୋରି ଘଟଣାର ପର୍ଦ୍ଦାଫାଶ କରିଛନ୍ତି। ଗତକାଲି ରାତ୍ର ପ୍ରାୟ 9:30 ସମୟରେ ଖବର ଆଇସି ପାଇଲେ ଯେ ଭିଡ଼ାବାଲି ଆମର ଥାନାର 8 କିଲୋମିଟର ଦୂର ହେବ, ସେଠି କିଛି ଗୋଟେ ସୋସିଆଲ ଗ୍ରୁପ୍ସ ବସିଛନ୍ତି ଏବଂ କିଛି ଅଘଟଣ ଘଟିବାର ସୂତ୍ରପାତ କରୁଛନ୍ତି। ଏହି ଖବର ଭେରିଫିକେସନ୍ କରିବା ପାଇଁ ନିଜେ ଆଇସି ଏବଂ ତାଙ୍କ ସବ୍ ଇନ୍ସପେକ୍ଟର ସହିତ ଅନ୍ୟ ଷ୍ଟାଫ୍ ମାନେ ସେ ଜାଗାକୁ ପ୍ରୋସିଡ୍ କଲେ। ପ୍ରୋସିଡ୍ କଲା ବେଳକୁ ସେମାନେ ସେଠି ପହଞ୍ଚିଲେ ଗାଡ଼ି ସହିତ। ଏହି ସମୟରେ ସେଠି ଦେଖିଲେ ସେଥିରେ 5ରୁ 6 ଜଣ ଲୋକ ବସିଛନ୍ତି। ତାଙ୍କର ଗୋଟେ ସେଥିରେ ମୋଟରସାଇକେଲ ଅଛି, ସ୍କୁଟି ଅଛି, ଗୋଟେ ୟାମା ବି ଅଛି ଏବଂ ସେମାନଙ୍କୁ ପୋଲିସ ପହଞ୍ଚିଲା ବେଳକୁ ସେ ସମୟରେ ଦୌଡ଼ିବାକୁ ଚେଷ୍ଟା କଲେ, କିନ୍ତୁ ଆମର ପୋଲିସ ଷ୍ଟାଫ୍ ତାଙ୍କୁ ଧରିଲେ। 5 ଜଣଙ୍କୁ ଧରିଛନ୍ତି। ସେ 5 ଜଣଙ୍କର ନାଁ ହେଲା ପିୟୁଷ ବେହେରା, ରାଜେନ୍ଦ୍ର ବେହେରା, ସରୋଜ କୁମାର ଦେହୁରୀ, ପ୍ରବୀଣ କୁମାର ପ୍ରଧାନ, ଆକାଶ ପ୍ରଧାନ। ଏହି 5 ଜଣଙ୍କ ପାଖରୁ ଆମେ ଦେଖିଲୁ ଯେ ଗୋଟିଏ ଟୟ ଗନ୍ ମଧ୍ୟ ସିଜ୍ ହେଲା, ତା ସହିତ ଭୁଜାଲି 2ଟା, ପଇସା 1000 ଟଙ୍କା ସିଜ୍ ହୋଇଛି, ତା ସହିତ ମୋବାଇଲ। ଏ ଅଧା ରାତ୍ରିରେ ତାଙ୍କୁ କାହିଁ ଆସେମ୍ବଲି ହେଇଛୁ ପଚାରିବା ଦ୍ୱାରା ସେମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିଲେ। ଆମେ ତାପରେ କନଫର୍ମ ହେଲୁ ନିଶ୍ଚିତ ଭାବରେ ଏମାନେ ଗୋଟେ ବଡ଼ ଧରଣର ଡକାୟତି କିମ୍ବା ରବରି କ୍ରାଇମ୍ କରିବା ପାଇଁ ହେଉଛନ୍ତି ଏବଂ ସାର୍ଚ୍ଚ କଲା ସମୟରେ ବି ତାଙ୍କର ୱେପନ୍ ଅଫ୍ ଅଫେନ୍ସ ତାଙ୍କ ପାଖରୁ ତାଙ୍କ ଗାଡ଼ିରୁ ମିଳିଥିଲା। ତେଣୁ ଆମେ ସେମାନଙ୍କୁ ନେଇ ଆସିଲୁ ଥାନାକୁ ଏବଂ ଇଣ୍ଟରୋଗେସନ୍ କଲାବେଳେ ସେମାନେ କହୁଛନ୍ତି ଯେ ଆଜ୍ଞା ଆମର ପ୍ଲାନିଂ ଚାଲିଥିଲା କିନ୍ତୁ କିଛି ଫାଇନାଲ୍ ହେଇନି। ତେଣୁକରି ଆମେ ବର୍ତ୍ତମାନ ତାକୁ 399/402/25-27 ଆର୍ମ ସେକ୍ଟରେ ଆଜି ଆମେ କୋର୍ଟ ଚାଲାଣ କରୁଛୁ। ଆପଣଙ୍କର ପିୟୁଷ ବେହେରା ଯିଏ ଅଛି ସେ ଆପଣଙ୍କର 302 ମର୍ଡର କେସ୍ରେ ଗୋଟେ ଫରୱାର୍ଡ଼ ହେଇଛି, ଆପଣଙ୍କର ଜଣେ ଆସୋସିଏଟ୍ ବି ଏ ବେଲ୍ରେ ବାହାରିଛି। ଆଉ ବାକି ମାନେ ଯେଉଁ 4 ଜଣ ହେଲେ ପିୟୁଷ ବେହେରାର ସବୁ ଆସୋସିଏଟ୍, ସେଥି ଭିତରୁ ରିଲେଟିଭ୍ 2 ଜଣ ଅଛନ୍ତି ଆଉ ଜଣେ ତା ସାଙ୍ଗ ଅଛନ୍ତି। ତେଣୁକରି ଏସବୁ ଭେରିଫିକେସନ୍ କଲାପରେ ସାର୍କୁଲର ଏଭିଡେନ୍ସ ପରେ ଆମେ କନଫର୍ମ ହେଲୁ ଯେ ଗୋଟେ ମର୍ଡର କେସ୍ର ଆସାମୀ ଅଧରାତିରେ ଗୋଟେ ଜାଗାରେ ଆସେମ୍ବଲ୍ ହେବା, ୱେପନ୍ ଅଫ୍ ଅଫେନ୍ସ ମିଳିବା, ତାପରେ ସସ୍ପିସିୟସ୍ ନଜର ହେବା, ସେମାନେ ନିଶ୍ଚିତ ଭାବରେ ଗୋଟେ ବଡ଼ ଧରଣର ଡକାୟତି କିମ୍ବା କୌଣସି କାମ ପାଇଁ ପ୍ରିପେୟାର ଚାଲିଥିଲା। ସେ ଆପଣଙ୍କର ପିୟୁଷ ବେହେରା ହେଲା ତା ଘର ପଗୁରିଆ, ରାଜେନ୍ଦ୍ର ବେହେରା ହେଲା ଆପଣଙ୍କ ତା ଘର ହେଲା ମାଡ଼ାବାଲି, ସରୋଜ କୁମାର ଯେଉଁ ଅଛି ଦେହୁରୀ ତାର ଘର ହେଲା ଗାର୍ଡିଙ୍ଗିଆ, ପ୍ରବୀଣ କୁମାର ପ୍ରଧାନ ତା ଘର ହେଲା ଆପଣ ପେନାଗାର୍ଜୁ, ଆକାଶ କୁମାର ପ୍ରଧାନ ତା ଘର ଆପଣଙ୍କର ସାଟାଗୁଡ଼ା। ଏମାନେ ବିଭିନ୍ନ ଜାଗାରୁ ଆସି ଗୋଟେ ଜାଗାରେ ଆସେମ୍ବଲ୍ ହେଇଛନ୍ତି। ତେଣୁକରି ସବୁ ସାର୍କଣ୍ଟାଲ ଏଭିଡେନ୍ସ ତାଙ୍କ ବିରୁଦ୍ଧରେ ଯାଉଥିଲା। ତେଣୁ ଆଜି ଆମେ ସମସ୍ତଙ୍କୁ ଗିରଫ କରିଛୁ 5 ଜଣଙ୍କୁ, 5 ଜଣଙ୍କୁ କୋର୍ଟ ଚାଲାଣ ଆମେ କରୁଛୁ। ବର୍ତ୍ତମାନ 390 ଆଟେମ୍ପ୍ଟ ଟୁ ଆପଣ ସେମାନଙ୍କର ଡକାୟତି ଆଟେମ୍ପ୍ଟ ଫର୍ ଡକାୟତି 398/402 ଆଉ ଏବଂ ଆର୍ମ ସେକ୍ଟର ଦଫା ମଧ୍ୟ ଲାଗିଛି, ଯେହେତୁ ଆପଣଙ୍କର ଅନ୍ୟ ଭୁଜାଲି ଏବଂ ଅନ୍ୟ ଜିନିଷ ଦେଇଛି ଆଉ ସେଇ ଦଫାରେ ଆମେ ତାକୁ ଚାଲାଣ କରୁଛୁ। ଟିକାବାଲିରୁ କୁନା ଦିଗଲଙ୍କ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।